ମା ଆମେ ଆଜି ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 274। ଆରାତାଇରେ ଆଲୋଚନା କରିଥିଲେ କିନ୍ତୁ ତାକୁ ଆଉ ଥରେ ଆଲୋଚନା କରିବା। ପ୍ରଭୁ ଲେଖୁଛନ୍ତି ଜ୍ଞାନ 274ରେ, ତୁମେ ଭାବୁଛ ଯେଉଁ ଯୋଗୀ ନିଜର ଗୁହା ଭିତରେ ଅଥବା ନିଜର ଗିରି ଶୃଙ୍ଗଟି ଉପରେ ବସି ତପସ୍ୟା କରୁଛି, ସେ ହେଉଛି ଠିକ ପଥର ଖଣ୍ଡେ ପରି ଏବଂ ତାହା ଦ୍ୱାରା ଆଦୌ କୌଣସି କାର୍ଯ୍ୟ ସାଧିତ ହେଉନାହିଁ। ତୁମେ ପ୍ରକୃତରେ କଣ ଜାଣିଛ? ସିଏ ହୁଏତ ଆପଣା ଇଚ୍ଛାର ଶକ୍ତି ପ୍ରେରିତ ତରଙ୍ଗ ସ୍ରୋତ ଦ୍ୱାରା ଏହି ପୃଥିବୀକୁ ପୂର୍ଣ୍ଣ କରିଦେବାରେ ଲାଗିଛି ଏବଂ ଆପଣା ଆତ୍ମସ୍ଥିତିର ଚାପ ଦ୍ୱାରା ଏହାକୁ ବଦଳାଇ ଦେଉଛି। ଆମେ ସାଧାରଣତଃ ଲୋକମାନେ ତାଙ୍କର ନିଜର ଯୋଉ ବାହ୍ୟ ଜ୍ଞାନକୁ ବ୍ୟବହାର କରିକି ମନେ କରନ୍ତି, ଅନେକ ସମୟରେ ସ୍ଥୂଳ ଭାବରେ ଯିଏ କାର୍ଯ୍ୟ କରୁନାହିଁ କୁହନ୍ତି ଯେ ସେ କିଛି କାର୍ଯ୍ୟ କରୁନାହିଁ। ଏଇଟା ପ୍ରାୟତଃ ସାଧାରଣ ଚେତନାରେ ଯୋଉମାନେ ରହିଛନ୍ତି, ନିମ୍ନ ଚେତନାରେ ଯୋଉମାନେ ରହିଥାନ୍ତି, ଦୁଇଟା ଯାକ ଶ୍ରେଣୀର ବ୍ୟକ୍ତି, ସେମାନେ ମନେ କରନ୍ତି ଯଦି ବାହାରେ ସ୍ଥୂଳ କର୍ମ କରୁନାହିଁ, ଏପରିକି ଆହୁରି ଗ୍ରହ ସ୍ତରରେ ଲୋକ ଥାନ୍ତି, ସିଏ କହିବେ ମୋ ଆଖି ଆଗରେ ଯଦି କାମ କରୁନି ତାହେଲେ ସେ କିଛି କାମ କରୁନି। ଏ ପ୍ରକାରର ଗୋଟେ ଧାରଣା ଥାଏ। ତା ବାଦେ ଆଉ କିଛି ପ୍ରକାରର ବ୍ୟକ୍ତି ଥାନ୍ତି ଯୋଉମାନେ କି ଜାଣନ୍ତି ଯେ ନାଇଁ, ବୌଦ୍ଧିକ କାର୍ଯ୍ୟ ଏକ କାର୍ଯ୍ୟ, ଏବଂ ଆଉ ଯୋଉମାନଙ୍କର ଟିକେ ଇଣ୍ଟେଲେକ୍ଚୁଆଲ ନଲେଜ ଥାଏ, ସେମାନେ ଜାଣନ୍ତି ଯେ ପ୍ରକୃତରେ ବୌଦ୍ଧିକ କାମରେ ଅଧିକ ଏନର୍ଜି ଖର୍ଚ୍ଚ ହୁଏ। ସେଥିପାଇଁ ଯେ ପ୍ରକୃତରେ କେମିତି ଯେତେବେଳେ ପିଲାମାନେ ପାଠ ପଢନ୍ତି ସେମାନଙ୍କର କାହିଁକି ଖାଦ୍ୟ ଅଧିକ ଦରକାର ହୁଏ, କାହିଁକି ନା ଏନର୍ଜି ଅଧିକ ଦରକାର ହୁଏ, ଏ ଜିନିଷ ଗୁଡାକ ବହୁତ କମ ଲୋକ ଜାଣିଥାନ୍ତି। ଇଣ୍ଟେଲେକ୍ଚୁଆଲ ଭିତରେ ଯୋଉମାନେ ପର୍ଟିକୁଲାରଲି ଏଇ ବିଷୟରେ ନଲେଜ ଥାଏ ସେମାନେ ଜାଣିଥାନ୍ତି। ଷ୍ଟିଲ୍ ଦେନ୍ ଏ ଯେତକ କାଟାଗୋରୀ କହିଲି, ସମସ୍ତେ କେବଳ ବାହାରକୁ ଯୋଉ ଦେଖାଯାଏ ଯେତିକି କାମ, ତାହା ଶାରୀରିକ କର୍ମ କିମ୍ବା ବୌଦ୍ଧିକ କର୍ମ, ଏଇ କର୍ମ ଯୋଉମାନେ କରୁଥାନ୍ତି ସେମାନେ କୁହନ୍ତି ଯେ ଏଇମାନେ କାମ କରୁଛନ୍ତି। ତଥାପି ବି ବୌଦ୍ଧିକ କର୍ମ ଯୋଉମାନେ କରନ୍ତି ତାଙ୍କୁ ମଧ୍ୟ କହନ୍ତି କଣ ଖାଲି ବସି ବସି କାମ କରୁଛି, କି କାମ କରୁଛି, ଏକଥା ମଧ୍ୟ କହନ୍ତି। ତେଣୁ ସେମାନଙ୍କ କାଟାଗୋରୀରେ ତାଙ୍କ ଚିନ୍ତାର ବାହାରେ ଯେ କୌଣସି ଏକ ବ୍ୟକ୍ତି ଯିଏ ତପ ଆଚରଣ କରୁଛି, ଯିଏ ତପସ୍ୟା କରୁଛି, ଯିଏ ଏଠି ଯୋଉଟା ପ୍ରଭୁ ଲେଖୁଛନ୍ତି ଯେ ଗିରି ଶୃଙ୍ଗ ଉପରେ ଗୁହା ଭିତରେ ଯିଏ ତପସ୍ୟା କରୁଛି, ସିଏ ଯେ କିଛି କାମ କରୁନାହିଁ, ସିଏ ଯେ ଏକ ଜଡ ବସ୍ତୁ, ଗୋଟେ ପଥର ଖଣ୍ଡ ପରି ଯୋଉ ମନେ କରୁଛ, ତାହା ତୁମର ଭ୍ରମ ଧାରଣା। ତମେ ଭାବୁଛ କି ସେମାନଙ୍କ ଦ୍ୱାରା କାର୍ଯ୍ୟ ସାଧିତ ହୁଏ ନାହିଁ। ତାପରେ ସେଠି କହୁଛନ୍ତି ସେ ତାଙ୍କର ଇଚ୍ଛା ଶକ୍ତିକୁ ଯଦି ପ୍ରେରିତ କରନ୍ତି, ଇଚ୍ଛା ଶକ୍ତି ପ୍ରେରିତ କରି ସେଇ ପ୍ରେରିତ ତରଙ୍ଗ ସ୍ରୋତରେ ସମଗ୍ର ପୃଥିବୀକୁ ସେ ଶକ୍ତିମୟ କରୁଛନ୍ତି। ତାମାନେ ତାଙ୍କର ଯୋଉ ଆତ୍ମଶକ୍ତି, ତାଙ୍କର ଯୋଉ ତପଶକ୍ତି, ତାହା ବଳରେ ସିଏ ଅନେକ କାର୍ଯ୍ୟ ସାଧିତ କରୁଛନ୍ତି, କରିପାରନ୍ତି ମଧ୍ୟ। ଆପଣ ଦେଖିଥିବେ ଯେତେବେଳେ ପାର୍ବତୀ ତପସ୍ୟା କରୁଛନ୍ତି ଶିବଙ୍କ ସହିତ, ତାଙ୍କର ବିବାହ ହବାର ପୂର୍ବ ଅବସ୍ଥାରେ ଶିବ ଆସୁଛନ୍ତି ତାଙ୍କୁ ପରୀକ୍ଷା କରିବା ପାଇଁ ଯେ ସତରେ ଯାହା ଆମେ ଭିଡିଓରେ ଦେଖୁଛୁ ଏବଂ ସତରେ ସିଏ ଯୋଗ୍ୟ କି ଯୋଗ୍ୟ ନୁହଁ। ଯେତେବେଳେ ଜଣେ ପରୀକ୍ଷା କରିବାକୁ ଆସୁଛନ୍ତି, ସେ ଛଦ୍ମ ରୂପରେ ଗୋଟେ କୁମ୍ଭୀର, ଯାହା କାହାଣୀରେ ରହିଛି,
ସେତେବେଳେ ସିଏ ଯେତେବେଳେ ଖାଦ୍ୟ ଗ୍ରହଣ କରିବାକୁ ଯାଉଛି ସେତେବେଳେ ଇଏ ବିକଳ ହେଇକିରି ଶିଶୁଟିଏ ଆର୍ତ୍ତନାଦ କରୁଛି, ଚିତ୍କାର କରୁଛି, ଏବଂ ମା ସେଠି ରକ୍ଷା କରିବା ପାଇଁ କଣ କରୁଛନ୍ତି, ସେ କହୁଛନ୍ତି ତାକୁ ଛାଡ଼ିଦେ। ସେ କହୁଛନ୍ତି ମୁଁ ଛାଡ଼ିଦେବି ଯେ, ହେଲେ ବଦଳରେ ମୁଁ କଣ ପାଇବି? ସେ କହିଲେ ତୁମ ଏମିତି କଥାବାର୍ତ୍ତା ଭିତରେ ସେ ଲାଷ୍ଟକୁ କହୁଛନ୍ତି ଯେ ତୁମର ତପଃ ଶକ୍ତି ଯେତକ ରହିଛି ସେ ଶକ୍ତି ଯଦି ତୁମେ ଦବା ପାଇଁ ପ୍ରସ୍ତୁତ ଥିବ ତେବେ ମୁଁ ଆକୁ ଛାଡ଼ିଦେବି। ଦେଖନ୍ତୁ, ସିଏ ତପସ୍ୟା କରୁଛନ୍ତି, ସାଧନା ଯୋଉ କରୁଛନ୍ତି, ପ୍ରୟାସ କରୁଛନ୍ତି, ନିଜକୁ ପ୍ରସ୍ତୁତ କରୁଛନ୍ତି ଯେ ମହାଦେବଙ୍କର ପତ୍ନୀ ହବା ପାଇଁ ଯୋଉ ପ୍ରସ୍ତୁତ କରୁଛନ୍ତି ନିଜକୁ, ସେଇ ପ୍ରସ୍ତୁତି ଫଳରେ ଯୋଉ ଶକ୍ତି ତାଙ୍କ ଭିତରେ ସେ ସାଧିତ କରିଛନ୍ତି, ସେ ସବୁ ଯାକ ଶକ୍ତିକୁ ସେ ମାଗୁଛନ୍ତି ଏବଂ ସେ ସେଠି ମା ରାଜି ହେଇଯାଇଛନ୍ତି, ଠିକ ଅଛି ମୁଁ ସବୁ ଶକ୍ତି ପ୍ରଦାନ କଲି। ଏଠି କହିବାର ଉଦ୍ଦେଶ୍ୟ ରହୁଛି ଯେ ତାମାନେ ଜଣେ ଯେତେବେଳେ ତପସ୍ୟା କରେ ତାର ଶକ୍ତି କେତେ ଗଭୀର, କେତେ ଘନୀଭୂତ ହେଇପାରେ। ଆପଣ ଆମେ ପୁରା ସାଧାରଣ ସ୍ତରକୁ ଯିବା। କୌଣସି ବ୍ୟକ୍ତି ଯେତେବେଳେ ତୀବ୍ର ପ୍ରାର୍ଥନା କରେ, ଅନେକ ସମୟରେ ଆପଣ ଦେଖିଛନ୍ତି କେତେ ଜଣ ଅଧିଆ ପଡନ୍ତି ଏବଂ ବିକଳ ହେଇକି ପ୍ରାର୍ଥନା କରନ୍ତି। ଅନ୍ୟ ଏକ ବ୍ୟକ୍ତି ର ଶୁଭ ମନାସି କିମ୍ବା ନିଜର କୌଣସି ଏକ ସମସ୍ୟାକୁ ଅନ୍ତର୍ହିତ କରିବା ପାଇଁ ଯେତେବେଳେ ଜଣେ ବିକଳ ହେଇକି ପ୍ରାର୍ଥନା କରେ ଏବଂ ସେ ପ୍ରାର୍ଥନାର ଶକ୍ତି ବଳରେ ଅନେକ ସମୟରେ ସାଧାରଣ ଚକ୍ଷୁରେ ବି ବ୍ୟକ୍ତି ଦେଖିଛନ୍ତି କାର୍ଯ୍ୟ ସାଧିତ ହେଇଯାଇଛି। ମୁଁ ପୁରା ସାଧାରଣ ସ୍ତରରେ ସାଧାରଣ ମନୁଷ୍ୟ ଯୋଉମାନେ କାର୍ଯ୍ୟ କରିଛନ୍ତି ଦେଖିଛନ୍ତି, ମୁଁ ସେମାନଙ୍କ କଥା କହୁଛି। ଏବଂ ଯଦି ଆପଣ ବି ଟିକେ ମାନେ ପ୍ରଚେଷ୍ଟା କରିବେ ଯେ କୌଣସି ଏକ ବ୍ୟକ୍ତିକୁ ଆପଣ କଣ କରିବେ, ନିଜ ଭିତରୁ ଗୋଟେ ଶକ୍ତି ପ୍ରେରଣ କରିବେ ଯେ ସେ ବ୍ୟକ୍ତି ବହୁତ ଭଲ ଏବଂ ସେ ବ୍ୟକ୍ତି ମତେ ଘୃଣା କେବେ କରନ୍ତି ନାହିଁ, ମତେ ବହୁତ ଭଲ ପାଆନ୍ତି, ଏବଂ এইଭଳି ଭାବରେ ଶୁଭ ଇଫେକ୍ଟ ପକେଇବେ ଏବଂ ତାର ପରିଣାମ ନିଜେ ପରୀକ୍ଷା କରି ଦେଖିବେ ସେ ବ୍ୟକ୍ତିର ଆପଣଙ୍କ ପ୍ରତି ଯେତେ ଶତ୍ରୁତା ଥିଲେ ମଧ୍ୟ କାହିଁକି କେଜାଣି ଆପଣ ଯେତେବେଳେ ଏଇ ଭାବଟିକୁ ନିଜେ ଆରୋପ କରିଛନ୍ତି ତା ପର ମୁହୂର୍ତ୍ତରେ ସେ ଆପଣଙ୍କ ପ୍ରତି କିଛି କାଂଶରେ ନମ୍ର ବା ଦୟାର୍ଦ୍ଦ ହେବେ। ଏବଂ এই ପ୍ରକାର ପରୀକ୍ଷା କରିବା ପାଇଁ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଅନେକ ପରୀକ୍ଷା କରାଯାଇଛି। ଆମ ପିଲା ମାନେ ଏକ୍ସପେରିମେଣ୍ଟ ଯେତେବେଳେ କରୁଥିଲେ, କିଛି ପିଲାଙ୍କୁ ଦାୟିତ୍ୱ ଦିଆ ହେଇଥିଲା ସେଓ କାଟିକିରି ରଖିଥିଲେ, ଖଣ୍ଡ ଦି ଭାଗ ହେଇଥିଲେ, ଆଉ କିଛି ପିଲା ଭାତ କୁ ଦି ଭାଗ କରି ରଖିଥିଲେ। ଦିଟା ଗ୍ରୁପ ଅଲଗା ଅଲଗା। ଇଏ ଗୋଟେ ଗ୍ରୁପ କରୁଥିଲେ କଣ, ସେଓକୁ କହୁଥିଲେ ଯେ ତୁ କେତେ ବଢିଆ ଫଳ, ତୋ ଫଳ ଖାଇବା ଫଳରେ ଏହା ହୁଏ ଇତ୍ୟାଦି ଇତ୍ୟାଦି, ତାକୁ ତାର ଯୋଉ ଗୁଡାକ ଅନ୍ତର୍ନିହିତ ଶକ୍ତି ରହିଛି ସେ ଶକ୍ତି ଫଳରେ କେମିତି ମୁଁ ଉପକୃତ ହଉଛି ବୋଲି ତା ପ୍ରତି କୃତଜ୍ଞତା ଜ୍ଞାପନ କରୁଛି। ଅନ୍ୟ କ୍ଷେତ୍ରରେ ତାକୁ ମୃତ୍ୟୁ ଭର୍ସନ କରାଯାଉଥିଲା ଏବଂ ଦେଖାଯାଇଛି ଏଇଟା ସ୍ଥୂଳ ଭାବରେ ଯେ ବହୁତ ଦିନ ଲାଗିଛି ଯାହାକୁ ଗାଳି ଦିଆଯାଉଥିଲା ସିଏ କମ ଦିନରେ ପଚି ଯାଇଛି, କଳା ଫିମ୍ପି ପଡି କଳା ପଡି ନଷ୍ଟ ହେଇଯାଇଛି, କିନ୍ତୁ ଯାହାକୁ ତାର ଗୁଣ ସାମର୍ଥ୍ୟକୁ ତାକୁ ପରିଚିତ କରି ଦିଆଯାଉଥିଲା, ତା ଭିତରେ ଥିବା ଶକ୍ତି ବଳରେ ଆମେ କେମିତି ଉପକୃତ ହଉଛୁ ତା ପ୍ରତି କୃତଜ୍ଞତା ଜ୍ଞାପନ କରାଯାଉଥିଲା, ସେ ଫଳଟି
ଅଧିକ ଦିନ ଲାଗିଛି ତା ଭିତରେ ଯୋଉ ବାହାର ଫିମ୍ପି କଳା ମାରିବା ପାଇଁ। ଅନେକ ଦିନ ଧରି ବାହାରେ ରହିଲେ ଫଳ ଯୋଉଟା ନଷ୍ଟ ହୁଏ ଆମେ ଭାବନ୍ତି ସେଇ ନଷ୍ଟ ହବାର ପ୍ରକ୍ରିୟାଟା ଡିଲେ ହେଇଯାଇଛି, ଯାହାକୁ କୃତଜ୍ଞତା ଜ୍ଞାପନ କରାଯାଉଥିଲା। ତାମାନେ ମୋ ଭିତରର ଭାବର ଇଏ ଶକ୍ତି ସ୍ଥୂଳ ଭାବରେ ମଧ୍ୟ ବ୍ୟକ୍ତି ପରୀକ୍ଷା କରି ଦେଖିଛନ୍ତି। ଏବଂ ଆଉ ଗୋଟିଏ ପରୀକ୍ଷା ବି କରିହେବ। ଆପଣ ଅନେକ ସମୟରେ ଯାହା ଘଟଣା ଘଟେ ସାଙ୍ଗେ ସାଙ୍ଗେ ପରିପ୍ରକାଶ କରନ୍ତି, ସେ ସମୟରେ नीरव रही मां को कही पूर्ण नीरव रहे, माने निज भितर कौन प्रतिक्रिया रखिबे ना, प्रतिक्रिया विहीन होई शांत रहे। देखिए से जो कार्यटी आपणकर आवश्यक होतिला से कार्यटी केमती आपणकर अंत शक्ति बल कार्यटी हो जाए, ये सब जिनस निजे परीक्षा कले जानवे ना कह। तेणु ये प्रभु जोटा कहले सीधा सरकार मन रखा, प्रचेषा करवा निजको से अनुसार बचापी, जे जो माने भगवान को बा परम को परिप्रकाश करने निजको प्रयासरत रखिंट तपस् आचरण कर जो शक्तिर जो स्रोत रही सी ही कौन कर पृथ्वीर वातावरण रे एक शक्ति स्रोत श्रेणीसर्दित माने शक्तिर झरणा, शक्तिर नद नदी सदृश बही बोली पृथ्वी उच्चतर शक्ति को ग्रहण करी अन्य मानन को उपकृत करि पारुछि। तांकरी शक्ति प्रेरित तरंग स्रोत द्वारा ही पृथ्वी पूर्ण हो रही एवं तारी चाप द्वारा ही परिवेश परिस्थिति धीरे 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 ऊर्ध्व गति आड़ को गति कर ज्ञान 274। ज्ञान 275 प्रभु लिखुଛନ୍ତି आपण आत्मार गिरी शिखर उपरे बसी जणे मुक्त जोगी निज आत्मा भितर जहा प्रत्यक्ष करुथाए ताहाकु ही घोषणा करने एवं कार्य परिणत करने एठारे एही बाह्य जगत रे योद्धा ओ पैगंबर माने लंफर प्रदान करिवारे लागि था। एठी भिन्न भिन्न स्तर रे केमती कार्य हुए तार एक नमूना प्रभु देइछंती। कहउछंती मुक्त जोगी, एठी मुक्त जोगी कहले कौन बुझिबा? मुक्त जोगी कहले कौन एठी बुझा जाउछि? जेते बेले मनुष्य शरीर ग्रहण आम करुछंती सेते बेले आत्मा निजको परिप्रकाश करिबा पई मन प्राण शरीर साहाय्य निये। जोठी मन प्राण शरीर जेतिकी जेतिकी आत्मा द्वारा परिचालित हुअंती सेतिकी सेतिकी आम भितरे एक अंतर सत्ता वृद्धि पाए, ताहाकू प्रभु ना देइछंती चैत्य सत्ता। चैत्य सत्ता जेते अधिक रु अधिक वृद्धि हबो सेते कौन हबो आमर चैत्य व्यक्तित्वटी तैयारी हबो। तो मूल है कौन तामाने मो मन प्राण शरीर रे जेते अधिक परम प्रति मां प्रति उत्सर्गीकृत हेई कार्य करिवो ताले सेते सेते मोर चैत्य व्यक्तित्वटी तैयारी है। चैत्य व्यक्तित्व जेते अधिक अधिक तैयारी हबो सेते कौन हबो ना मोर मन प्राण शरीर उपरे कर्तृत्व हासिल सेतिकी संभव होई पारे। एई बळी भावरे जेते अधिक रु अधिक कर्तृत्व हासिल हबो ताहाले आउ एक माने स्थिति आसी पहुंचीबो जेते बेले ता पर जन्म रे मु को प्रकारर व्यक्ति शरीर ग्रहण करी, कौ प्रकार मन ग्रहण करी, कौ प्रकार प्राण ग्रहण करी, तेबे मोर बाछिबार एक सामर्थ्य रहे। चैत्य व्यक्तित्व जेति की वृद्धि हो ये हैला मनुष्यर क्रम विवर्तन धारा रे धीरे 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 आम केमती समर्थ युक्त हो। किंतु आउ केते गुडी आत्मा आसी थांती
ସେମାନେ ଭଗବାନଙ୍କ ପାଖରୁ ଶକ୍ତି ସମ୍ଭୂତ ହେଇ ଆସିଥାନ୍ତି। ସେମାନେ ଶରୀର ଗ୍ରହଣ କରନ୍ତି କିନ୍ତୁ ତାଙ୍କ ଇଚ୍ଛାରେ। ଏବଂ ଏଇ ପ୍ରକାରରେ ଆମେ ବି ଯୋଉ କହୁଥିଲେ, ଯୋଉମାନେ ଆଲୋଚନା କରୁଥିଲେ ପ୍ରଥମେ ଧୀରେ 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 ନିଜ ବିବର୍ତ୍ତିତ ହଉଛନ୍ତି, ଏପରି ଏକ ସମୟ ବି ଆସେ ସେତେବେଳେ ସେ ମୁକ୍ତ ହେଇଯାଏ। ତାପରେ ସେ ଶରୀର ଗ୍ରହଣ କରିବ କି ନ କରିବ, ସେ ଇଚ୍ଛା କଲେ ସେ ଗ୍ରହଣ କରିପାରେ, ଗ୍ରହଣ ନ କରିପାରେ। ସେମାନେ ମଧ୍ୟ ହଉଛନ୍ତି ମୁକ୍ତ ଯୋଗୀ। ସେ ମୁକ୍ତ ଯୋଗୀ ତାଙ୍କର ପରମାତ୍ମାଙ୍କ ସହିତ ସିଧାସଳଖ ସମ୍ପର୍କ ଥାଏ। ଯେହେତୁ ସିଧାସଳଖ ସମ୍ପର୍କ ଥାଏ, ତେଣୁ ସେମାନେ ଯାହା ପ୍ରତ୍ୟକ୍ଷ କରନ୍ତି, ଯାହା ପ୍ରତ୍ୟକ୍ଷ କରନ୍ତି ଅର୍ଥ ହଉଛି ଯାହା ପରମଙ୍କ ପାଖରୁ ଉତ୍ସରିତ ହୁଏ କାର୍ଯ୍ୟ, ଏଇ କାର୍ଯ୍ୟଟି ହବାର ଅଛି, ଏଇ ପ୍ରକାରରେ ହବାର ଅଛି, ଯାହା ସେ ପ୍ରତ୍ୟକ୍ଷ କରନ୍ତି, ତାମାନେ ଯାହା ପରମଙ୍କ ପାଖରୁ ଉତ୍ସରିତ ହୁଏ ତାକୁ ସେ କଣ କରନ୍ତି, ଏଇ ପୃଥିବୀ ପୃଷ୍ଠରେ ପରିପ୍ରକାଶ କରିବା ପାଇଁ ଘୋଷଣା କରନ୍ତି। ସିଏ ଘୋଷଣା କରିଦେଲା ପରେ ବର୍ତ୍ତମାନ କଣ ହବ, ସେ ଶକ୍ତିଟି ତାଙ୍କ ମଧ୍ୟ ଦେଇ ପୃଥିବୀ ପୃଷ୍ଠରେ କାମ କରିବାକୁ ଆରମ୍ଭ କରିବେ। କିନ୍ତୁ ସେ କାର୍ଯ୍ୟଟାକୁ ଲାଗି ରହିବ। ତାମାନେ ସମସ୍ତଙ୍କ ମାନବ ଜଗତର ଯୋଉ ଯୋଉ ଚେତନାର ସ୍ତରରେ ଯୋଉ ଯୋଉ ବ୍ୟକ୍ତି ବି ରହିଛନ୍ତି, ସେମାନଙ୍କ ଚେତନା ସ୍ତରକୁ ଯାଇକିରି ନ ପହଞ୍ଚିଲେ ସେମାନେ ବୁଝିବେ ନାହିଁ। ଦେଖନ୍ତୁ, ଆମେ ଆମ ସ୍ତରରେ ବ୍ୟକ୍ତି ଯୋଉ ମନୁଷ୍ୟ ରୂପ ଗ୍ରହଣ କରିକି ଆସିଲେ, ଆମେ ତାଙ୍କ କଥାଟିକୁ ଯୋଉଭଳି ଭାବରେ ବୁଝିବା, ଯେତେବେଳେ ଉଚ୍ଚତର ଶକ୍ତି କିଛି ଆଉ ଗୋଟେ ରୂପ ନେଇକି ଆସି ପହଞ୍ଚନ୍ତି, ସେତେବେଳେ ଆମ ଭିତରେ ସ୍ୱାଭାବିକ ଭାବେ ଏକ ପ୍ରଶ୍ନ ଉଙ୍କି ମାରେ, ଆପଣ ସିନା ଦେବତା ଲୋକ, ଆପଣ ସିନା ଭଗବାନ, ଆପଣଙ୍କ ଦ୍ୱାରା ଏଇଟା ସମ୍ଭବ, ଆମେ ତ ମଣିଷ, ଆମର କେତେ ଦୁର୍ବଳତା ରହିଛି, ସଂସାର ବନ୍ଧନ ରହିଛି, ନିଜର ଅହଙ୍କାର ରହିଛି, ଆମ ଦ୍ୱାରା କଣ ଏଇଟା ହେଇପାରିବ? ଏପରିକି ଶ୍ରୀ ଅରବିନ୍ଦ ମନୁଷ୍ୟ ଶରୀର ଗ୍ରହଣ କରି ଅବତାରୀ ପୁରୁଷ ହେଲେ ମଧ୍ୟ ମନୁଷ୍ୟ ଶରୀର ଗ୍ରହଣ କରିଥିଲେ କେବଳ ଏଇଥିପାଇଁ, କାରଣ ଅବତାର ମାନେ ମନୁଷ୍ୟ ଶରୀର ଗ୍ରହଣ କରନ୍ତି ଯୋଉ ଜଗତରେ ଯୋଉ ଚେତନାର ଯୋଉ ଜୀବ ଯୋଉ ସ୍ତରରେ ଥାଏ, ସେଇ ସ୍ତରକୁ ଆସି ସେଉଠୁ ଊର୍ଦ୍ଧ୍ୱକୁ ଉଠେଇ ନେବା ପାଇଁ ସେ ସେଇ ଶରୀର ଗ୍ରହଣ କରନ୍ତି। ପୁରା ସାଧାରଣ ମଣିଷ ଭଳି ଶ୍ରୀ ଅରବିନ୍ଦ ବ୍ୟବହାର କରୁଥିଲେ ମଧ୍ୟ ତଥାପି ତାଙ୍କ ପାଖରେ ଥିବା ଉଚ୍ଚତର ସାଧକ ମାନେ ସେମାନେ ଅଭିଯୋଗ କରିଛନ୍ତି ପ୍ରଭୁଙ୍କ ପାଖରେ, ପ୍ରଭୁ ଆପଣ ସିନା ଅବତାରୀ ପୁରୁଷ, ତେଣୁ ଆପଣଙ୍କ ଦ୍ୱାରା ଏଟା ସମ୍ଭବ ହଉଛି, ଆମେ ତ ସାଧାରଣ ମନୁଷ୍ୟ କେମିତି ହବ? ଏ ପ୍ରକାର ପ୍ରଶ୍ନ ବି ଉଠେଇଛନ୍ତି। ସେଠି ପ୍ରଭୁ କହୁଛନ୍ତି, ତାହେଲେ ମୁଁ ମନୁଷ୍ୟ ରୂପ ଗ୍ରହଣ କରିବାଟା ମୋର ସାର୍ଥକ ଆଉ ହେଇପାରିଲା ନାହିଁ, ଯଦି ମୁଁ ତୁମ ପାଖରେ ଉଦାହରଣ ହେଇପାରିଲି ନାହିଁ। ତାମାନେ ସେ ସାଧାରଣ ମଣିଷ ଭଳି ଆମ ପାଖରେ ବ୍ୟବହାର କରୁଥିଲେ ଏବଂ ସାଧାରଣ ମଣିଷଟିଏ କେମିତି ପ୍ରୟାସ କଲେ ଉଚ୍ଚତର ଚେତନାକୁ, ଉଚ୍ଚତର ଶକ୍ତିକୁ ଗ୍ରହଣ କରି କାର୍ଯ୍ୟରେ ପରିଣତ କରିପାରେ, ତାହା ଦେଖେଇ ଦେବା ପାଇଁ, ଉଦାହରଣ ହବା ପାଇଁ ପ୍ରଭୁ ମନୁଷ୍ୟ ଶରୀର ଗ୍ରହଣ କରି ସାଧାରଣ ବ୍ୟକ୍ତି ପରି ନିଜେ ଚଳୁଥିଲେ। କିନ୍ତୁ ଏଇଠି ସେଇଥିପାଇଁ ଯୋଉ କହୁଛନ୍ତି, ଆମ ଲେବୁଲରେ ପହଞ୍ଚିବା ପାଇଁ, ବାହ୍ୟ ଜଗତରେ ଆମ ଚେତନା ସ୍ତରରେ ପହଞ୍ଚିବା ପାଇଁ ଅନେକ ଯୋଦ୍ଧା ଥାନ୍ତି। ସେମାନଙ୍କ ଭିତରୁ ମୁନି, ଋଷି, ପୟଗମ୍ବର ଏମାନେ ସବୁ ଆସିଥାନ୍ତି, ଯୋଉମାନେ କି ସେଇ କଥାଟିକୁ କଣ କରନ୍ତି ନା ଚେତନାର ଭିନ୍ନ ଭିନ୍ନ ସ୍ତରରେ ଥିବା ବ୍ୟକ୍ତି ମାନଙ୍କ ପାଖରେ ପହଞ୍ଚାଏ। ଜ୍ଞାନ 276 କହୁଛନ୍ତି, ଥିଓସୋଫି ମତବାଦୀ ମାନେ ଆପଣାର ଅବସ୍ଥା ଗୁଡିକ ବିଷୟରେ ଭୁଲ କଥା କହିଥାନ୍ତି, ମାତ୍ର ଅସଲ ବସ୍ତୁଟି ବିଷୟରେ ଠିକ କଥା କହିଥାନ୍ତି। ଭାରତର ତୁଷାର ଚୂଡା ଗୁଡିକ ଉପରେ କୌଣସି ବୃହତ ଆତ୍ମା ପରମେଶ୍ୱରଙ୍କୁ ମୁକ୍ତି, ଭ୍ରାତୃତ୍ୱ ଏବଂ ସମତା ରୂପେ ପ୍ରତ୍ୟକ୍ଷ କରିପାରିଥିଲା ବୋଲି ହିଁ ଫରାସୀ ବିପ୍ଳବ ସଂଗଠିତ ହେଲା। ଏଇଟା ଆମେ ଆସନ୍ତା ଥର ଆଲୋଚନା କରିବା, କାହିଁକିନା ଏଥିରେ ଅନେକ ଗୁଡେ ତଥ୍ୟ ରହିଛି। এটা ଟିକେ ସମୟ ଲାଗିବ, ଆମ ହାତରେ ଆଉ 2 ମିନିଟ୍ ଅଛି ମାତ୍ର, ତେଣୁ ଆମେ ଆସନ୍ତା କ୍ଲାସରେ ଏଟା ଆଲୋଚନା କରିବା। ଫରାସୀ ବିପ୍ଳବ କିପରି ହେଇଥିଲା
ଏବଂ ଥିଓସଫି ମତବାଦୀ ମାନେ କଣ କହନ୍ତି ଏବଂ ଏଠି ଯୋଉ କହୁଛନ୍ତି ଭାରତର ତୁଷାର ଚୂଡା ଗୁଡିକ ଉପରେ କୌଣସି ବୃହତ ଆତ୍ମା ପରମେଶ୍ୱରଙ୍କୁ ମୁକ୍ତି ଭ୍ରାତୃତ୍ୱ ଓ ସମତା ରୂପେ ପ୍ରତ୍ୟକ୍ଷ କରିପାରିଥିଲା ସେ ବିଷୟରେ ଆମେ ଆଲୋଚନା କରିବା ଆର କ୍ଲାସରେ। ଆଜି ପାଇଁ ଏତିକି। କାହାର କିଛି ପ୍ରଶ୍ନ ଅଛି ଦେଖୁନ୍। ମା, thank you all.